ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ। ସୁକ୍ତକ ଉବାଚ ଏମନ୍ତ ଶୁଣ ବାକ୍ୟ ଶୁଣି ଆତ୍ମାର ତତ୍ତ୍ୱ ମନେ ଗୁଣି କୃଷ୍ଣ ବିଷୟ ଦୃଢ଼ ମନ କଳ୍ପିଲା ଉତ୍ତରାନନ୍ଦନ ଆତ୍ମାକଳ୍ପ କଳତ୍ର ସୁତ ଗୃହେ ପଶୁ ଦ୍ରବିଣ ବନ୍ଧୁ ସ୍ନେହେ ରାଜ୍ୟ ସମ୍ପଦ ଯେତେ ଆସ ହୃଦୁ ଛାଡ଼ିଲା ସ୍ନେହ ପାଶ ତୁମେ ଯା ପଚାରିଲ ମତେ ଏ କଥା ରାଜା ଦୃଢ଼ ଚିତ୍ତେ କୃଷ୍ଣାନୁଭାବ ଶୁଣିବାରେ ଶ୍ରଦ୍ଧା ବଳିଲା ନିର୍ବିକାରେ ଆତ୍ମନିଧନ ମନେ ସ୍ମରି ବେଦ ବଚନ ଦୃଢ଼ କରି କୃଷ୍ଣ ବିଷୟ ଦୃଢ଼ ଚିତ୍ତ ନିଶ୍ଚୟ କରି ପରୀକ୍ଷିତ ଆତ୍ମତ୍ୱ ଭାବ ହେଲେ ଦେହେ ପୁଣି ପୁଛଇ ଅତି ସ୍ନେହେ ରାଜା ଉବାଚ ଏ ଶୁକ ତୁମର ବଚନ କୃଷ୍ଣର ଯେତେ ଗୁଣ କର୍ମ ଯାହା ଶୁଣନ୍ତେ ପାପ ହରେ ପବିତ୍ର ବାହ୍ୟ ଅଭ୍ୟନ୍ତରେ ଶୁଣି ଅଜ୍ଞାନ ମୋର ଗଲା ତୁମ ପ୍ରସାଦ ଯେଣୁ ହେଲା ସେ କଥା କହି ମୁନି ମତେ ଯେମନ୍ତ ଧରି ଦୃଢ଼ ଚିତ୍ତେ ସେ ହରି ଆତ୍ମା ମାୟା ବଳେ ସୃଷ୍ଟି ସଞ୍ଚଇ ଏ ଶୟଳେ ବିଷ୍ଣୁର ସର୍ଜିଲା ସଂସାର ଅନ୍ୟ ଦେବଙ୍କୁ ଅଗୋଚର ସେ କଥା ଜାଣିବାର ପାଇଁ ଭମୁନି ପୁଣି ମୁଁ ପୁଛଇ ସେ ବହୁ ଶକ୍ତିମନ୍ତ ହରି ପରମ ପୁରୁଷ ମୁରାରି ଯେମନ୍ତ ପାଳି ପୁନ ପରେ ସେ କାଳେ ଯେବା ଶକ୍ତି ଧରେ ଆତ୍ମାକୁ ଆତ୍ମା କରି ଖେଳା କୁହୁକ ମତେ ବିଷ୍ଣୁ ଲୀଳା ସୃଜଇ ପାଳଇ ସଂହରେ ମାୟା ତ୍ରିଗୁଣ ରୂପ ଧରେ ଯେମନ୍ତ ବ୍ରହ୍ମା ବିଷ୍ଣୁ ହର କ୍ରୀଡ଼ନ କରେ ଦାମୋଦର ବିବିଧ ରୂପ ଏ ଜଗତେ ଯେମନ୍ତ କରେ କ୍ରୀଡ଼ା ଅର୍ଥେ ଅଦ୍ଭୁତ କର୍ମ ଏ ତାହାର କିଏ କରି ପାରିବ ଗୋଚର ଏକଇ ପୁରୁଷ ଅନନ୍ତ ପ୍ରକୃତି ମତେ ବହୁମତ ଆଦି ପୁରୁଷ ରୂପ ଧରି ଯେମନ୍ତ କ୍ରମେ ନର ହରି କାର୍ଯ୍ୟମାନଙ୍କୁ ଏ ସଂସାରେ କଲେ କହିବା ମୁନିବରେ ଯେ ଶବ୍ଦ ବ୍ରହ୍ମରେ ବିଚାର ବ୍ରହ୍ମାନୁଭବରେ ଗୋଚର ଏକ ଅନେକ ରୂପ ଧରେ ଅଶେଷ ଜନ୍ମ କର୍ମ କରେ ଏଣୁ ଶ୍ରବଣେ ଇଚ୍ଛା ମୋର କହ ହେ ବ୍ୟାସଙ୍କ କୁମର ଏ ମହାମୁନି ଭାଗବତ ଶ୍ରବଣେ ପିୟା ଓ ଅମୃତ ସୁତ ଉବାଚ ଏମନ୍ତ ପରୀକ୍ଷିତ କଥା ପୁରୁଷୋତ୍ତମ ଗୁଣ ଗାଥା ଶୁଣି ସାନନ୍ଦ ବ୍ୟାସସୁତ କୃଷ୍ଣ ଚରଣେ ଦେଇ ଚିତ୍ତ ସେ ପରୀକ୍ଷିତ ପ୍ରତିବାଣୀ କହିବା ଅର୍ଥ ମୁନିମଣି ଧ୍ୟାନ ସେ ଚିନ୍ତି ନାରାୟଣ ବଇଲେ ପରୀକ୍ଷିତ ଶୁଣ ନମସ୍ତେ ପରମ ପୁରୁଷ ଅନନ୍ତ ଘଟେ ଯା ପ୍ରକାଶ ଲୀଳା ବିହାରେ ସୃଷ୍ଟି କରେ ପାଳଇ ପୁଣି ସେ ସଂହାରେ ହେଳେ ଏ ତିନି ଶକ୍ତି ଧରେ ଜନ୍ତୁର ଅନ୍ତର ବିହରେ ତେଣୁ ତା ମାର୍ଗ ଉପଲକ୍ଷ୍ୟ କହିବ କାହାର ବା ଶକ୍ୟ ନମସ୍ତେ ଜଗତ ଜୀବନ ସାଧୁଙ୍କୁ ବୃଜିନ ଦହନ ଅସାଧୁ ଦମନ ବ୍ୟବହାର ଅଖିଳ ଜନ୍ତୁ ରୂପତର ପରମହଂସଙ୍କ ଆଶ୍ରମେ ଯେ ବ୍ୟବସ୍ଥିତ ପ୍ରାଣୀମାନେ ତାହାଙ୍କ ଆତ୍ମତତ୍ତ୍ୱଦାତା ନିରତେ ତର ପାଦେ ଚିନ୍ତା ନମସ୍ତେ ସାତ୍ୱତ ବତ୍ସଳ କୁଯୋଗୀ ଗଣେ ଅଗୋଚର ସମେ ପ୍ରକାଶେ ସର୍ବଠାରେ ଜନ୍ତୁକ ବାହ୍ୟ ଅଭ୍ୟନ୍ତରେ ଐଶ୍ୱର୍ଯ୍ୟ ପରମ କାରଣ ଯେ ନିତ୍ୟ ସ୍ୱଧମ ଧାରଣ ଯା ନାମ ଶ୍ରବଣ କୀର୍ତ୍ତନ ଯା ରୂପ ଦେଖିଣ ନୟନ ନ ମିଳେ ଯାହାର ଚରଣ ସ୍ମରଣ ପୂଜା ସମର୍ପଣ ଜନ୍ତୁକ କଲ୍ମଷ ନାଶଇ ଯେ ମଙ୍ଗଳ ବলাই ଯେ ସର୍ବମଙ୍ଗଳ ବলাই ଯେ ହରି ଶରଣ ସଦର ତାହାଙ୍କୁ ମୋର ନମସ୍କାର ପଣ୍ଡିତ ଜନ ଯାର ପାଦେ ସେବା ସମ୍ପାଦି ଅପ୍ରମାଣେ ଆତ୍ମାର କ୍ଳମଷ ନାଶନ୍ତି ଜନ୍ମ ମରଣେ ନ ଡରନ୍ତି ଆତ୍ମାର ଶ୍ରମ କରି ଶାନ୍ତି ଅନ୍ତେ ଲଭନ୍ତି ବ୍ରହ୍ମଗତି ସର୍ବମଙ୍ଗଳ ଦାମୋଦର ତାହାଙ୍କୁ ମୋର ନମସ୍କାର
ଯେ ପ୍ରାଣୀ ତପଦାନ କରେ ଯଶ ସମ୍ପାଦି ଏ ସଂସାରେ ସୁବୁଦ୍ଧି ପଣେ ମନ୍ତ୍ର ସାଧି ମଙ୍ଗଳ କର୍ମକୁ ଆରଧି ଏଣୁ ଅର୍ଜନ୍ତି ଯେତେ ଫଳ ତତେ ନ ସମର୍ପି ନିଶ୍ଚଳ ସୁଭଦ୍ର ଶ୍ରବା ନାମ ଯାର ତାହାଙ୍କୁ ମୋର ନମସ୍କାର କିରାତ ହୁଣ ଆନ୍ଧ୍ର ଯେତେ ପୁଳିନ୍ଦ ଚଣ୍ଡାଳ ସମତେ ଆଭିର କଙ୍କ ଯେ ଯବନ ଏ ଆଦି ଯେତେ ଅନ୍ତ୍ୟଜନ ଦୁଷ୍କୃତ କର୍ମ ଯେ କରନ୍ତି ତା ବାଦେ ଆଶ୍ରିତ ତରନ୍ତି ସର୍ବପ୍ରଭାବଶୀଳ ଯେହି ତା ପାଦ ପଦ୍ମେ ମୁଁ ନମଇ ଯେ ହରି ଜଗତ ଜୀବନ ଆତ୍ମଜ୍ଞାନୀଙ୍କ ଆତ୍ମାଧନ ଏ ତିନି ବେଦ ଯାର ଦେହ ଯେ ଧର୍ମମୟ ତପମୟ ନିର୍ମଳ ତପେ ଯୋଗୀ ଜନେ ବ୍ରହ୍ମା ଶଙ୍କର ଅନୁମାନେ ନାନା ପ୍ରକାରେ ଧ୍ୟାନେ ଚିନ୍ତି ଯା ରୂପ କେହି ନ ଦେଖନ୍ତି ଯେ ଲକ୍ଷ୍ମୀପତି ଯଜ୍ଞପତି ଯେ ପ୍ରଜାପତି ଜ୍ଞାନପତି ଯେ ଲୋକପତି ଧରାପତି ଯାଦବ ବଂଶପତି ଗତି ସାଧବ ଗଣେ ଯାହା ଚିନ୍ତି ସେ ହେଉ ମୋର ମନେ ସ୍ଥିତି ଯାର ଚରଣ ଧ୍ୟାନ ବଳେ ନିଶ୍ଚଳ ସମାଧିର ଜଳେ ବୁଦ୍ଧିକି ପ୍ରକ୍ଷାଳନ କରି ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ସଗୁଣ ନିର୍ଗୁଣ ବିଚାରେ କହନ୍ତି ଯଥା ଅନୁସାରେ ସେ ହରି ମୋର ହୃଦଗତେ ପ୍ରକାଶ ହେଉ ଅବିରତେ ଯାହାର ଆଜ୍ଞା ପରମାଣେ ଭାରତୀ ଆସି ତତ୍କ୍ଷଣେ ପ୍ରକାଶୀ କଳ୍ପ ଆଦି କାଳେ ବ୍ରହ୍ମାର ହୃଦୟ କମଳେ ସୃଷ୍ଟି ବିଷୟ ଜ୍ଞାନ ଦେଲା ମୁଖେ ଗାୟତ୍ରୀ ଉଚ୍ଚାରିଲା ନମସ୍ତେ ବ୍ୟାସରୂପ ହରି ହୃଦୟ ବସ କୃପା କରି ମହତ ଆଦି ପଞ୍ଚଭୂତେ ଜନ୍ତୁ ଭିଆଇ ଏ ଜଗତେ ଜନ୍ତୁକ ହୃଦୟ କମଳେ ଯାର ଆସନ ସୁଖ ଭଳେ ଗୁଣ ସମୂହ ସୁଖେ ଭୁଞ୍ଜେ ଷୋଡ଼ଶ ଆତ୍ମା ରୂପେ ରାଜେ ସେ ହରି ବସୁ ମୋର ହୃଦେ ବାକ୍ୟ ଆବରି ପଦ ପଦେ ନମଇ ବ୍ୟାସ ମୁନି ବର କୃଷ୍ଣେ ଅକୁଣ୍ଠ ବୁଦ୍ଧି ଯାର ଯାମୁଖ ପଦ୍ମ ଜ୍ଞାନ ରସେ ମୁନିଏ ପିବନ୍ତି ହରସେ ଯେ ହରି କଥା ପୂର୍ବ କାଳେ ନାରଦ ଋଷି ମୁନି ମେଳେ ବ୍ରହ୍ମାଙ୍କୁ ପଚାରିଲେ ଯେତେ ପ୍ରସନ୍ନ କହିବି ମୁଁ ତତେ ଏ ବାଣୀ ସୁଖୀ ସୁଖ ଭଳେ ପ୍ରାଣୀ ନିସ୍ତରେ ଭବ ଜଳେ କହଇ ଦାସ ଜଗନ୍ନାଥ ଦ୍ୱିତୀୟ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ଚତୁର୍ଥାଧ୍ୟାୟଃ।